आपण ମାନେ ଯଦି ସମୟକୁ ବର୍ବାଦ କରୁଛନ୍ତି, ଏବେ ବି ସମୟ ଅଛି। ସତର୍କ ହେଇଯାଆନ୍ତୁ। ସମୟର ସଦୁପଯୋଗ କରନ୍ତୁ। ଆଜିର ଦିନ କାଲି ଆଉ ଆସିବ ନାହିଁ ଭାଇ ଭଉଣୀ। ଆଜି ଦିନ ଯେଉଁଟା ପଳେଇଲା ସେଟା ପଳେଇଲା, କାଲି ପୁଣି ନୂଆ ଦିନ ଆସିବ। ତ ଆପଣ ଯଦି ସମୟକୁ ବର୍ବାଦ କରୁଛନ୍ତି, ସମୟ ଆପଣଙ୍କୁ ନିଶ୍ଚିନ୍ତ ଦିନେ ନା ଦିନେ ବର୍ବାଦ କରିଦେବ। ଆପଣ ନିଜକୁ ହିଁ ଠକିଥାନ୍ତି। ମିଛ ପରେ ମିଛ ସାନ୍ତ୍ୱନା ଦେଇଥାନ୍ତି। ଆଜି ଦିନଟା ବର୍ବାଦ ହେଇଗଲା, କାଲିଠାରୁ ପକ୍କା ମୁଁ ପଢ଼ିବି, ଗୋଟେ ମିନିଟ୍ ବି ନଷ୍ଟ କରିବିନି, ଏମିତି କହିକି ନିଜକୁ ନିଜେ ହିଁ ଆପଣମାନେ ଠକିଥାନ୍ତି। ଆପଣମାନେ ଜାଣି ଜାଣିକି ଆପଣଙ୍କ ଭବିଷ୍ୟତକୁ ଅନ୍ଧକାର ଘର ଭିତରକୁ ପେଲି ଦେଇଥାନ୍ତି। ଆପଣ ଥରେ ନିରୋଳାରେ ବସିକି ଭାବନ୍ତୁ, ଆପଣଙ୍କର ସଫଳତାର ରାସ୍ତାକୁ ଆପଣଙ୍କର ସେହି ବାପା ମା ଅନେଇ ବସିଛନ୍ତି। ଆପଣଙ୍କୁ କେତେ କଷ୍ଟ କରି, କେତେ ଦୁଃଖ କୋହ ହୃଦୟରେ ଚାପି ଦେଇକି ସିଏ ବି ଆପଣଙ୍କର ସଫଳତାକୁ ଅନେଇ ବସିଛନ୍ତି। କେଉଁ ଦିନ ମୋର ପୁଅ ମୋ ଝିଅ ସଫଳତାର ଶୀର୍ଷରେ ପହଞ୍ଚିବ। ସେ ତାଙ୍କର ଶୁଣିକି ସେଇ କଥାକୁ ନିଜେ ବହୁତ ଆତ୍ମହରା ହେଇଯିବେ, ବହୁତ ଖୁସିରେ ପୁରା ଫାଟି ପଡ଼ିବେ। ଆପଣମାନେ ତାଙ୍କ ବିଷୟରେ କେବେ ଥରେ ଭାବିଛନ୍ତି? ଯଦି ଭାବି ନାହାନ୍ତି, ଆଜିଠାରୁ ଆପଣ ସତର୍କ ହେଇଯାଆନ୍ତୁ। ନିଜ ହୃଦୟକୁ କଠୋର କରିଦିଅନ୍ତୁ। ଦୁନିଆର ଯେତେ ବି ବାଧାବିଘ୍ନ ଆସିଯାଉ, ମୋ ପାଠପଢ଼ାରୁ କେବେ ମୁଁ ଟଳିବି ନାହିଁ। ମୁଁ ଯଦି କରିପାରିବିନି, ଦୁନିଆରେ କୌଣସି ମଣିଷ ବି କରିପାରିବେନି। ମୋତେ ଆଜିଠାରୁ ପରିଶ୍ରମ କରିବାକୁ ପଡ଼ିବ, ଏଇ ମୁହୂର୍ତ୍ତରୁ କରିବାକୁ ପଡ଼ିବ। ମୁଁ ଗୋଟେ ମିନିଟ୍ ବି ବର୍ବାଦ କରିବିନି। ନିଜର ଲକ୍ଷ୍ୟକୁ ସ୍ଥିର କରିକି ଆପଣ ଆପଣଙ୍କର କର୍ମ ପଥରେ ଆଗେଇ ଚାଲନ୍ତୁ। ଆପଣମାନଙ୍କୁ ଆହୁରି ଗୋଟେ କଥା କହିବି, କିଛି କିଛି ଲୋକ ଥାଆନ୍ତି, କୁହନ୍ତି କି ଆଜି ଏ ସମୟଟା ପଳେଇଲା, ମୁଁ କାଲିଠାରୁ ଆରମ୍ଭ କରିବି। ହଉ ଦେ ଛାଡ଼, କାଲି ବି ପଳେଇଲା, ପହରଦିନ ଠାରୁ ଆରମ୍ଭ କରିବି। ଏମିତି ଯଦି କରୁଛନ୍ତି, ଏଇଟା ଭୁଲ ଜିନିଷ। ଆପଣ ଆଜି ହିଁ ବସି ପଡ଼ନ୍ତୁ। ଆଜି ଗୋଟେ ଟାଇମ୍ ଟେବୁଲ୍ ବନାନ୍ତୁ। ଆପଣଙ୍କର ଏକ୍ଜାମ୍ର ସିଲାବସ୍କୁ ଆପଣଙ୍କ କପିରେ ଲେଖି ଦିଅନ୍ତୁ। ତାପରେ ଆପଣ ଡେ ୱାଇଜ୍ ଡେଜ୍ କେଉଁ ଟାଇମ୍ରେ କେଉଁଟା ପଢ଼ିବେ ଆପଣ ଆରମ୍ଭ କରନ୍ତୁ। ଆପଣମାନେ ଯେଉଁ ସମୟକୁ ଫୋନ୍ର ରିଲ୍ସ ଦେଖିକି, ଫୋନ୍ରେ ଭିଡ଼ିଓ ଦେଖିକି ବର୍ବାଦ କରୁଛନ୍ତି, ସେଇ ମୂଲ୍ୟବାନ ଗୋଟିଏ ମିନିଟ୍କୁ ଆପଣ ସଦୁପଯୋଗ କରନ୍ତୁ। କାଲି ସକାଳେ ସେହି ସମୟ ହିଁ ଆପଣଙ୍କୁ ଏମିତି ଗୋଟେ ସ୍ଥାନରେ ଠିଆ କରିଦେଇଥିବ, ଯେଉଁଟାକି ଆପଣ ବି ନିଜେ ମନ ଭିତରେ ବହୁତ ଗର୍ବିତ ହେବେ। ଆଜି ମୁଁ ସମୟକୁ ଠିକ୍ ପ୍ରପର୍ ୟୁଟିଲାଇଜ୍ କରିଥିଲି ବୋଲିକି ଆଜି ମୁଁ ଏ ସଫଳତାର ଚାବିକାଠି ଧରିଛି। ଆପଣମାନଙ୍କର କିଛି ସାଙ୍ଗଙ୍କୁ ବି ଆପଣ ଦେଖିଥିବେ, ଆପଣ ବି କେବେ ନିଜେ ଆପଣ ଭାବନ୍ତୁ, ଆପଣଙ୍କ ସହିତ ବି ଏମିତି ଘଟିଥିବ। ବହୁତ ପିଲା ଅଛନ୍ତି, କ'ଣ କରନ୍ତି ନା, ଠିକ୍ ଅଛି ଆଉ ଆଜି ପଢ଼ି ପାରିଲିନି, କିଛି ଅସୁବିଧା ନାହିଁ, କାଲିଠାରୁ ପଢ଼ିବି। ଏମିତି କିଛି ପିଲା ଥାଆନ୍ତି। ଆଉ କିଛି ପିଲା ଥାଆନ୍ତି, ହଁ ଏବେ ନ ପଢ଼ିଲି ନାହିଁ, ପରୀକ୍ଷା ଅଛି 15 ଦିନ, ପରୀକ୍ଷା 15 ଦିନ ପୂର୍ବରୁ ମୁଁ ପଢ଼ିଦେମି, ଆରାମସେ ହେଇଯିବ, କିଛି କଷ୍ଟ ନାହିଁ। ଆଉ କିଛି ପିଲା ଥାଆନ୍ତି, ନା ମୁଁ ଗୋଟେ ସେକେଣ୍ଡ ବି ବର୍ବାଦ କରିବିନି, ମୁଁ ସମୟର ସଦୁପଯୋଗ କରିବି, ମୋ ପାଇଁ ପ୍ରତ୍ୟେକଟି ସେକେଣ୍ଡ ଇମ୍ପୋର୍ଟାଣ୍ଟ। ସେ କେବେ ଖାଇବା ପିଇବା ଶୋଇବାକୁ ଧ୍ୟାନ ଦେଇନଥାନ୍ତି, ତାକୁ ସାଇଡ଼୍ରେ ରଖିକି ନିଜ ପଢ଼ାକୁ ହିଁ ସେ ଧ୍ୟାନ ଦେଇଥାନ୍ତି। ଆଉ ସେଇ ପିଲା ହିଁ ଜୀବନରେ ସଫଳତାର ଚାବିକାଠି ପାଇଥାନ୍ତି। ଯେତେବେଳେ ପରୀକ୍ଷାର ଲିଷ୍ଟ ବାହାରି ଆସିଥାଏ, ରେଜଲ୍ଟର ଲିଷ୍ଟ ବାହାରି ଆସିଥାଏ, ସେଇ ପିଲା ହିଁ ଉତ୍ତୀର୍ଣ୍ଣ ହୋଇଥାଏ। ଯେଉଁ ପିଲା ଗୋଟେ ସେକେଣ୍ଡ, ଗୋଟେ ମିନିଟ୍କୁ ତା'ର ସଦୁପଯୋଗ କରିଥାଏ, ସେ ସବୁବେଳେ ତା'ର ପାଠପଢ଼ା ପ୍ରତି ଧ୍ୟାନ ଦେଇଥାଏ, ତା'ର ଲକ୍ଷ୍ୟ ପ୍ରତି ଧ୍ୟାନ ଦେଇଥାଏ, ସେ ହିଁ ସଫଳତାର ପାହାଚ ଚଢ଼ିଥାଏ। ତାହେଲେ ସିଏ ଯଦି ପାରୁଛନ୍ତି, ଆପଣମାନେ କାହିଁକି ପାରିବେନି? ଆପଣଙ୍କ ମନକୁ ଥରେ ପଚାରି ଦେଖନ୍ତୁ ନା। ଦୁନିଆର କୌଣସି ଶକ୍ତି ଆପଣଙ୍କ ଇଚ୍ଛା ପାଖରେ ହାର ମାନିଯିବ। ଆପଣ ଯଦି ମନକୁ ସଦୃଢ଼ କରିକି, ମନକୁ କଣ୍ଟ୍ରୋଲ କରିକି ମାଇଣ୍ଡସେଟ୍ ଥରେ କରିଦେଲେ, ମୁଁ ପାରିବି, ମୋ ଦ୍ୱାରା ସମ୍ଭବ, ମୁଁ କରିପାରିବି, ମୁଁ କରିକି ସମସ୍ତଙ୍କୁ ଦେଖେଇ ଦେବି। ଦେଖିବେ ଭାଇ ଭଉଣୀମାନେ, ଆପଣଙ୍କୁ କେହି ବି ରୋକିପାରିବେନି। ଆପଣଙ୍କର ସେ ଗୋଟିଏ ସିଟ୍ ଆପଣଙ୍କର ହିଁ ହେବ। ତ ମୁଁ ହିଁ ସେ ଗୋଟିଏ ସିଟ୍ର ହକଦାର, ମୁଁ ହେବି ସେ ସିଟ୍ର ଅଧିକାରୀ। ଏମିତି ଥରେ ମନକୁ ସଦୃଢ଼ କରନ୍ତୁ। ଯେତେବେଳେ ବି ଆପଣଙ୍କ ମନଟା ଅସ୍ଥିର ହେଉଛି, ଆପଣ ମନକୁ ବସିକି ଧ୍ୟାନ କରିକି ତାକୁ ଶାନ୍ତ କରନ୍ତୁ। କରିକି ଆପଣ ପୁଣି ଥରେ ଆପଣଙ୍କ ପାଠପଢ଼ାରେ ପୁଣି ଥରେ ଲାଗି ପଡ଼ନ୍ତୁ। ଦିନ ପରେ ରାତି, ରାତି ପରେ ଦିନ, ସମୟ ଏମିତି ପରିବର୍ତ୍ତନ ହେଇ ଚାଲିବ, କିନ୍ତୁ ଆପଣମାନେ ପଛରେ ରହିଯିବେ। ତ ସମୟ ଥାଉ ଥାଉ ଆପଣଙ୍କ କ'ଣ ପାଇଁ ସତର୍କ ହେବେନି? ଥରେ ନିଜକୁ ମନକୁ ପ୍ରଶ୍ନ ପଚାରନ୍ତୁ, ନିଜ ଭିତରେ ନିଜର ଉତ୍ତର ଖୋଜନ୍ତୁ। ଦେଖିବେ ଆପଣ ନିଶ୍ଚିନ୍ତ ପାରିବେ। ମୁଁ କହୁଛି, ମୋର ବିଶ୍ୱାସ, ଆପଣମାନେ ନିଶ୍ଚିନ୍ତ ପାରିବେ। ଆପଣମାନେ କରିକି ଦେଖେଇ ଦେବେ, ମୁଁ କରିପାରିବି, ଏ ଦୁନିଆରେ ମୁଁ ଜିତିପାରିବି। ମୁଁ ପାରିବିନି ତ ଦୁନିଆରେ କେହି ପାରିବେନି। ତ ଭାଇ ଭଉଣୀମାନେ, ଆଉ ସମୟ ବର୍ବାଦ ନ କରି ଆଜିଠାରୁ ଆପଣ ଆରମ୍ଭ କରନ୍ତୁ। ଆପଣଙ୍କ ମଇଦାନରେ ଯୁଦ୍ଧ କରିବାର ସମୟ ଆସିଯାଇଛି। ଆପଣଙ୍କୁ ଏବେ ଲଢ଼େଇ କରିବାର ସମୟ ଆସିଯାଇଛି। ଆପଣଙ୍କୁ ଯୋଦ୍ଧା ବୋଲି ପ୍ରମାଣ କରିଦେବାର ସମୟ ଆସିଯାଇଛି। ସମସ୍ତଙ୍କୁ ମୁଁ ରିକ୍ୱେଷ୍ଟ କରୁଛି, ସମୟକୁ ବର୍ବାଦ କରନ୍ତୁ ନାହିଁ।
ସମୟର ସଦୁପଯୋଗ କରିକି ଆପଣ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚନ୍ତୁ। ଆପଣଙ୍କୁ ମୋର ଏତିକି ରିକ୍ୱେଷ୍ଟ। ଆପଣଙ୍କୁ ଆପଣଙ୍କ ଭବିଷ୍ୟତ ପାଇଁ ଲଢ଼େଇ କରିବାକୁ ହେବ। ଆପଣଙ୍କ ପିତାମାତାଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ଲଢ଼େଇ କରିବାକୁ ହେବ। ଆପଣଙ୍କୁ ନିଦକୁ ପରିତ୍ୟାଗ କରିବାକୁ ହେବ। ଆପଣଙ୍କୁ କେବଳ ପାଠପଢ଼ା ଛଡ଼ା ଆଉ କିଛି ବି କରିବାକୁ ହେବନି। ସବୁବେଳେ